ଗୌରଦାସ ବେଶୀ କଣ କୁ ବେଶୀ ଗୁରୁତ୍ୱ ଦିଅନ୍ତି? ବେଶୀ ପରିବେଶ କୁ ନା ପ୍ୟାକେଜ କୁ, ସାଲାରୀ କୁ? ନାଇଁ, ପରିବେଶକୁ। ପ୍ୟାକେଜ ତ ଅଟୋମେଟିକ ମିଳୁଛି, ହୁଁ ମୁଁ ଏଇଠି ଅଛି ଆଉ ଗୋଟେ ମାଲିକ ବି ମତେ ଅଧିକ ଯାଚୁଛି, କିନ୍ତୁ ସବୁ ପରେ ମୁଁ ବହୁତ 2-4-5ଟା ଅନୁଷ୍ଠାନରେ ବୁଲିଲିଣି, ମତେ କାହିଁ ପରିବେଶ ଭଲ ଲାଗେନି। 2ଟି ପାର୍ଟି ମତେ ଭଲ ଲାଗିଲା, ଯେତେବେଳେ ଆମର ବିପିନ ବିହାରୀ ଥିଲେ ଧଉଳି ପାର୍ଟି ଏବଂ ଶିବାନୀ ଗଣନାଟ୍ୟ। ଶିବାନୀ ଗଣନାଟ୍ୟ ଆଗରୁ ମୁଁ 4 ବର୍ଷ ଥିଲି। ତାର ପ୍ରଯୋଜକ ଟୁନା ବାବୁ, ସୁଶାନ୍ତ କୁମାର ଦାସ, ଟୁଟୁ ବାବୁ, ପ୍ରଦୀପ ବଳ ସାମନ୍ତ, ଯିଏକି ବର୍ତ୍ତମାନ ବୟନ ଶିଳ୍ପ ମନ୍ତ୍ରୀ ଅଛନ୍ତି। ଏ 2 ଜଣ ମତେ ବହୁତ ଭଲ ପାଆନ୍ତି ଏବଂ ଯିଏ ପାର୍ଟିକୁ ବୁଝୁଛନ୍ତି ଟୁନା ଦାସ, ତାଙ୍କ ସାନ ଭାଇ ପୂର୍ଣ୍ଣ ବାବୁ, ସେ ସବୁବେଳେ ପାର୍ଟି ପାଖରେ ରୁହନ୍ତି। ସିଏ ବହୁତ ମାନେ ମତେ ନିଜ ଭାଇ ଭଳିଆ ଭଲ ପାଆନ୍ତି। ସିଏ କାହିଁ ଭଲ ପାଆନ୍ତି ନା ସିଏ ଦେଖନ୍ତି ଯେ ଏଇ ଲୋକର ଗର୍ବ ନାହିଁ, ଅହଙ୍କାର ନାହିଁ। ମୁଁ ଏଇଠି ବସିଯିବି, ଡ୍ୟାନ୍ସ ପିଲାଟା ଆସି ପାଖରେ ବସିଲେ, ଭାଇ ଏଇଟା କଣ ମୁଁ ପଚାରିବି, ତାଙ୍କୁ ବୁଝେଇବି। ମୁଁ ସବୁବେଳେ ଚାହେଁ ଆମେ ଯେତେ ଦିନ ବଞ୍ଚିବୁ, ଯୋଉ ଅନୁଷ୍ଠାନରେ ଥାଉ, ଯୋଉଠିକି ଯାଉ, ଆମେ ଭଲ ରହିବୁ, ହସ ଖୁସି ରହିବୁ, କାହା ଭିତରେ ବାଦ ବିବାଦ ନ ରହୁ। ଆମେ ତ ମଣିଷ, ଆମେ କାମ କରିବୁ, ପଇସା ନେବୁ, ଆମ ଘର ଚଳେଇବୁ। ଏଠି ଆମେ ହିଂସା, ଯିଏ ମାନେ କର୍ମ ନେଇ ଫଳ, ଯିଏ ଯେମିତି କର୍ମ କରିବ ତାକୁ ସେମିତି ଫଳ ମିଳିବ। ତେଣୁ ମୁଁ ଜଣଙ୍କ ଉପରେ କାହିଁ ଈର୍ଷା କରିବି? ସିଏ ତା କର୍ମ ନେଇକି ସିଏ ନାଁ କରୁଛି, ସିଏ ଅଭିନୟ କରୁଛି, ଏଗୁଡ଼ା ଭଗବାନଙ୍କର ଦାନ। ତେଣୁ ମତେ ସମସ୍ତେ ଭଲ ପାଆନ୍ତି। ଆଉ 2ଟି ଅନୁଷ୍ଠାନ ମୁଁ ବହୁତ ଲାଇକ୍ କରିଛି, ଗୋଟେ ଧଉଳି ଗଣନାଟ୍ୟ, ଆଉ ହେଲା ଶିବାନୀ ଗଣନାଟ୍ୟ। ଶିବାନୀ ଗଣନାଟ୍ୟ। ବର୍ତ୍ତମାନ ଶିବାନୀ ଗଣନାଟ୍ୟରେ ଆପଣ କେତେ ଟଙ୍କା ଇନକମ୍ କରୁଛନ୍ତି? ଟଙ୍କା କଥା ତ ଶୁଣନ୍ତୁ, ମୁଁ ଗୋଟେ କହିଦେଇଥିଲି ନ୍ୟୁଜରେ, କୋଉ କହିଦେଇଥିଲି, ମାନେ ସିଏ ମତେ ବାଧ୍ୟ କଲେ, ତେଣୁ ମୁଁ କହିପାରିବିନି, କିନ୍ତୁ ଭଲ, ମୋ ଆଶାତୀତ, ଯୋଉଟା ମୁଁ ଭାବିନଥିଲି ମୁଁ ଆଜି ଏତିକି ପଇସା ଇନକମ୍ କରିବି। ୟା ପୂର୍ବ ଅପେରାରେ ପାଉଥିଲେ ସେତିକି ନା? କିଛି କମ୍ ଥିଲା, ଏଠି ବଢିଲା। ହଁ, ନାଇଁ ବର୍ତ୍ତମାନ ଯଦି ଦେଖାଯିବ, ଦର୍ଶକ ଟିକେ ଯାତ୍ରା ଆଡ଼କୁ ବର୍ତ୍ତମାନ ମୁହୁଁଛନ୍ତି। କାହିଁକି ନା ଆମର ଯେଉଁ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ବହୁତ ଷ୍ଟ୍ରଗଲ୍ କରିବାକୁ ପଡ଼ୁଛି। ହଲ୍ ନାହିଁ, ଫିଲ୍ମ ଚାଲୁନି। ସେ କ୍ଷେତ୍ରରେ ପାରିଶ୍ରମିକ ଦୃଷ୍ଟିକୋଣ ଦେଖିବାକୁ ଗଲେ ଏତେ କିଛି ମିଳୁନି, କିନ୍ତୁ କହୁଛନ୍ତି ଯେ ଯେଉଁ ଯୁବ ସମାଜ ବର୍ତ୍ତମାନ ଯାତ୍ରାକୁ ଯାଉଛନ୍ତି ସେମାନେ ଭଲ ଅର୍ଥ କମାଉଛନ୍ତି। ସତ କଥାଟା? ନାଇଁ, ଯୁବ ସମାଜ ହଉ କି ବୟସ୍କ ଲୋକ ହଉ, ଗୋଟିଏ କଥା ଆଗରୁ ଥିଲା, ବହୁତ ଚଳଚ୍ଚିତ୍ର ଡିମାଣ୍ଡ ଥିଲା। କାହିଁକି ନା ସେତେବେଳେ ଏଣ୍ଟରଟେନମେଣ୍ଟ ମାଧ୍ୟମ ଆଉ କିଛି ନଥିଲା, ଯାତ୍ରା ବି ଥିଲା, କିନ୍ତୁ ଫିଲ୍ମକୁ ବହୁତ ଗୁରୁତ୍ୱ ଦଉଥିଲେ। କିନ୍ତୁ ବର୍ତ୍ତମାନ କଣ ହେଲା ନା, ଇନକମ୍ ଫିଲ୍ମରେ କୋଉଠି, ହଲ୍ ଚାଲିଲେ ଇନକମ୍। ଯେହେତୁ ବର୍ତ୍ତମାନ ହଲ୍ ହେଇଗଲା ପକେଟରେ, ହଲ୍ ହେଇଗଲା, ତେଣୁ ହଲ୍ କେହି ଗଲେନି। ଗୋଟେ ପ୍ୟାକେଜ, ବର୍ଷିକିଆ ପ୍ୟାକେଜ ପକେଇଦେଲା, ଆମେ ୟୁଟ୍ୟୁବରେ ଦେଖିଲେ ଫିଲ୍ମ, ଦେଖିଲେ ଯାତ୍ରା, ଦେଖିଲେ ଖେଳ। ତେଣୁ ଫିଲ୍ମ କମିବାର କାରଣ ଯେ ଫିଲ୍ମ ଖରାପ ହେଇଯାଇଛି ସେ କଥା ନୁହଁ, ମେନ୍ ହଉଛି ଲୋକଙ୍କର ସମୟ ଅଭାବ, ହଲ୍ ନାହିଁ। କିନ୍ତୁ ଯାତ୍ରାଟା ଲାଇଭ୍ ଶୋ, ଯାତ୍ରା ଆଗରୁ ବି ଭଲ ପାଉଥିଲେ, ଏବେ ବି ଭଲ ପାଉଛନ୍ତି। ଯାତ୍ରାର ଡିମାଣ୍ଡ ବଢି ଚାଲିଛି। ଯାତ୍ରା ସେତେବେଳେ କମ୍ ଖର୍ଚ୍ଚରେ ହଉଥିଲା, ଏବେ ବେଶୀ ଖର୍ଚ୍ଚ ହଉଛି। ଆଉ ଯୋଉ କଳାକାରଙ୍କର